ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଛଣପୁର ମୌଜାରେ ପ୍ରତିଷ୍ଠିତ ଇଣ୍ଡେନ୍ର ଏଲ୍‌ପିଜି ଗ୍ୟାସ୍ ପ୍ଲାଣ୍ଟର ପରିଚାଳନା କର୍ତ୍ତୃପକ୍ଷଙ୍କ ଓଡ଼ିଆ ଅସ୍ମିତା ବିରୋଧୀ ମନୋଭାବ ଏବେ ପଦାକୁ ଆସିଛି। ରାଜ୍ୟ ସରକାର ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦେଇ ଓଡ଼ିଶାବାସୀଙ୍କୁ ସଚେତନ କରୁଥିବା ବେଳେ ଏଲ୍‌ପିଜି ପ୍ଲାଣ୍ଟର କତିପୟ ହାତଗଣତି ଅଧିକାରୀ ଏବେ ଓଡ଼ିଆ ଟ୍ରକ୍ ମାଲିକଙ୍କ ପେଟରେ ନାତ ମାରି ଲରେନ୍ସ ବିଷ୍ଣୋଇ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରର ଚେଲା ବୋଲାଉଥିବା ରାଜସ୍ଥାନୀ ଟ୍ରକ୍ ମାଲିକଙ୍କ ବେପାର ବାଣିଜ୍ୟ ବଢ଼ାଇବା ଲାଗି ହୀନ ଷଡ଼ଯନ୍ତ୍ର କରୁଥିବା ଭଳି ଗୁରୁତର ଅଭିଯୋଗ ହସ୍ତଗତ ହୋଇଛି। ମିଳିଥିବା ଅଭିଯୋଗ ମୁତାବକ ସ୍ଥାନୀୟ ଲୋକଙ୍କ ଜମି ଅଧିଗ୍ରହଣ କରାଯାଇ ଦୀର୍ଘ 40 ବର୍ଷ ତଳେ ଏଲ୍‌ପିଜି ବୋଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ହୋଇଥିଲା। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହ ସ୍ଥାନୀୟ ଟ୍ରକ୍‌ଗୁଡ଼ିକୁ ଏଲ୍‌ପିଜି ସିଲିଣ୍ଡର ଲୋଡ୍ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଶାସକ ଓ ଶ୍ରମିକ ନେତାମାନେ। ପ୍ରତିଦିନ 70ଟି ଟ୍ରକ୍‌ର ସିଲିଣ୍ଡର ଲୋଡ୍ ହୋଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଅଧିକୃତ ଡିଲରମାନଙ୍କ ପାଖକୁ ପ୍ରେରଣ କରିବାର କ୍ଷମତା ଏହି ପ୍ଲାଣ୍ଟର ରହିଛି। ଏଥିପାଇଁ ବାଲେଶ୍ୱରରେ ବହୁ ଟ୍ରକ୍ ମାଲିକ ସିଲିଣ୍ଡର ପରିବହନ ପାଇଁ ପ୍ରସ୍ତୁତ ଥିଲେ ମଧ୍ୟ ପ୍ଲାଣ୍ଟ କର୍ତ୍ତୃପକ୍ଷ ଚଞ୍ଚକତା କରି ବାଲେଶ୍ୱର ଟ୍ରକ୍ ମାଲିକଙ୍କ ଟ୍ରକ୍ ପରିବର୍ତ୍ତେ ରାଜସ୍ଥାନ, ତାମିଲନାଡୁ ଓ ପଶ୍ଚିମବଙ୍ଗର ପୁରୁଣା ଟ୍ରକ୍‌ଗୁଡ଼ିକୁ ଲୋଡ୍ ଦେଉଛନ୍ତି। 2019 ମସିହାରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଟେଣ୍ଡର ଡାକିଥିବା ବେଳେ ଦ ବାଲେଶ୍ୱର ପ୍ୟାକେଡ୍ ଏଲ୍‌ପିଜି ଟ୍ରାନ୍ସପୋର୍ଟ ଓନର୍ସ ଆସୋସିଏସନ୍ ଟେଣ୍ଡର ପକାଇ ପ୍ରଥମ 15ଟି ଟ୍ରକ୍‌ରେ ଲୋଡ୍ ନେବାକୁ ସୁଯୋଗ ପାଇଥିଲା। ମାତ୍ର ଆସୋସିଏସନ୍ ନିକଟରେ 63ଟି ନୂଆ ଟ୍ରକ୍ ସେତେବେଳେ ଥିଲା। ଏନେଇ ଆସୋସିଏସନ୍ କର୍ତ୍ତୃପକ୍ଷ ଜିଲ୍ଲାପାଳ ଓ ସାଂସଦଙ୍କ ନିକଟରେ ଅଭିଯୋଗ କଲା ପରେ ଆଉ 40ଟି ଟ୍ରକ୍ ଆସୋସିଏସନ୍‌କୁ ଲୋଡ୍ ଦେବା ଲାଗି ପ୍ଲାଣ୍ଟ କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଅର୍ଥାତ୍ ମୋଟ 55ଟି ଟ୍ରକ୍‌କୁ ଲୋଡ୍ ଦିଆଯାଇଥିଲା। ଅବଶିଷ୍ଟ ଗାଡ଼ିକୁ ଅନ୍ୟ ରାଜ୍ୟରୁ ଅଣାଯାଇଥିଲା। 5 ବର୍ଷ ପରେ ଗତ କିଛି ମାସ ତଳେ ଟେଣ୍ଡରରେ ଏହି ସ୍ଥାନ ଆସୋସିଏସନ୍ ସର୍ବନିମ୍ନ ଦର ଦେଇ ପରିବହନ ଟେଣ୍ଡର ପାଇଥିଲା। ମାତ୍ର ପ୍ଲାଣ୍ଟ କର୍ତ୍ତୃପକ୍ଷ ପ୍ରଥମେ ମାତ୍ର 19ଟି ଓ ପରେ ଆଉ 6ଟି ନୂଆ ଟ୍ରକ୍ ନେଇଥିଲେ। ଫଳରେ ଏବେ 25ଟି ଟ୍ରକ୍ ଆସୋସିଏସନ୍ ଲୋଡ୍‌ର ସୁଯୋଗ ପାଇଛି। 73ଟି ଟ୍ରକ୍‌ରେ ଏଲ୍‌ପିଜି ସିଲିଣ୍ଡର ଲୋଡ୍ ଦେବାର କ୍ଷମତା ଥିଲାବେଳେ ଅବଶିଷ୍ଟ ଟ୍ରକ୍‌ଗୁଡ଼ିକୁ ରାଜସ୍ଥାନ, ପଶ୍ଚିମବଙ୍ଗ ଓ ତାମିଲନାଡୁରୁ ଅଣାଯାଉଛି। ଆସୋସିଏସନ୍ ନିକଟରେ ଆହୁରି 40ରୁ ଅଧିକ ନୂଆ ଟ୍ରକ୍ ରହିଥିବା ବେଳେ କେଉଁ ସ୍ୱାର୍ଥରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ରାଜ୍ୟ ବାହାରୁ ଟ୍ରକ୍ ଆଣି ଲୋଡ୍ ଦେଉଛନ୍ତି ତାକୁ ନେଇ ସ୍ଥାନୀୟ ଟ୍ରକ୍ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରି ଗତ 2 ମାସ ଧରି ପ୍ଲାଣ୍ଟ ସମ୍ମୁଖରେ ଧାରଣା ଦେଇଛନ୍ତି। ମାତ୍ର ପ୍ଲାଣ୍ଟ କର୍ତ୍ତୃପକ୍ଷ ଆସୋସିଏସନ୍‌ର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରୁନାହାନ୍ତି। ଏନେଇ ସାଂସଦ, ରେମୁଣା ବିଧାୟକ ଓ ଜିଲ୍ଲାପାଳଙ୍କ ସହ ଆସୋସିଏସନ୍‌ର କର୍ତ୍ତୃପକ୍ଷ ଆଲୋଚନା କଲା ପରେ ଜିଲ୍ଲାପାଳ ଏନେଇ ପ୍ଲାଣ୍ଟର ଡିଜିଏମ୍‌ଙ୍କ ସହ ଆଲୋଚନା କରି ରାଜ୍ୟ ବାହାରର ଟ୍ରକ୍‌ଗୁଡ଼ିକୁ ଲୋଡ୍ ନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗତକାଲି ଅପରାହ୍ନରେ ରାଜସ୍ଥାନର ବିଷ୍ଣୋଇ ଟ୍ରାନ୍ସପୋର୍ଟ ଲେଖାଥିବା 6ଟି ଟ୍ରକ୍ ପ୍ଲାଣ୍ଟରେ ବଳପୂର୍ବକ ପଶି ଲୋଡ୍ ନେବାକୁ ଯାଉଥିବା ବେଳେ ଆସୋସିଏସନ୍‌ର ସଦସ୍ୟମାନେ ଏହାର ବିରୋଧ କରିବାରୁ ସେମାନଙ୍କ ଉପରେ ଟ୍ରକ୍ ଚଢ଼ାଇ ମାରିଦେବା ଲାଗି ଉଦ୍ୟମ ହୋଇଥିଲା। ଫଳରେ 2 ଜଣ ଟ୍ରକ୍ ମାଲିକ ଆହତ ହୋଇଛନ୍ତି। ଏନେଇ ଥାନାରେ ଏତଲା ଦିଆଯାଇଛି। ଥାନା ଅଧିକାରୀ ମଧ୍ୟ ପ୍ଲାଣ୍ଟର ଅଧିକାରୀଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଜାଡ଼ିବା ପାଇଁ ତାଗିଦ କରିବା ସହ ବାହାର ରାଜ୍ୟର ଟ୍ରକ୍‌କୁ ଲୋଡ୍ ନ ଦେବାକୁ କହିଛନ୍ତି। ଅପରପକ୍ଷରେ ଆସୋସିଏସନ୍‌ର କର୍ମକର୍ତ୍ତାମାନଙ୍କୁ ହତ୍ୟା ଉଦ୍ୟମ ଘଟଣା ପରେ ଆଜି ସକାଳଠାରୁ ଧାରଣାକୁ ଜୋରଦାର କରିବା ସହ ପ୍ଲାଣ୍ଟ ଭିତରକୁ କୌଣସି ଟ୍ରକ୍ ଛାଡ଼ୁନାହାନ୍ତି। ଫଳରେ ପ୍ଲାଣ୍ଟରୁ ଲୋଡ୍ ଗାଡ଼ି ବାହାରି ପାରୁନାହିଁ। ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାଜସ୍ଥାନର ଟ୍ରକ୍ ସହ କିଛି ଗୁଣ୍ଡା ଶ୍ରେଣୀୟ ହିନ୍ଦୀଭାଷୀ ଯୁବକମାନେ ଆସି ପ୍ରତିବାଦକାରୀମାନଙ୍କୁ ଧମକ ଚମକ ଦେଇ ସେମାନେ ରାଜସ୍ଥାନର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇ ଆଗରୁ ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ଓ ଏନ୍‌ସିପି ନେତାଙ୍କୁ ହତ୍ୟା କରିଥିବା କହିବା ସହ ସେମାନଙ୍କୁ ମଧ୍ୟ ଉଡ଼ାଇ ଦେବାକୁ ସମୟ ଲାଗିବନି ବୋଲି କହିଥିଲେ। ଏଭଳି ଧମକ ଚମକ ପରେ ଆସୋସିଏସନ୍‌ର ସଦସ୍ୟମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତୁରନ୍ତ ଜିଲ୍ଲାପାଳ ଓ ରେମୁଣା ବିଧାୟକ ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ପ୍ରଶାସନ ହସ୍ତକ୍ଷେପ ନ କଲେ ପ୍ଲାଣ୍ଟକୁ ଅଚଳ କରାଦିଆଯିବ ବୋଲି ଟ୍ରକ୍ ମାଲିକମାନେ ଚେତାବନୀ ଦେଇଛନ୍ତି। ଆଜିର ପ୍ରତିବାଦ ଓ ଧାରଣାରେ ଆସୋସିଏସନ୍‌ର ସଭାପତି ବସନ୍ତ କୁମାର ମହାନ୍ତି, ସମ୍ପାଦକ ସୂର୍ଯ୍ୟ କୁମାର ସାହୁ, ଉପଦେଷ୍ଟା ମାୟାଧର ପଣ୍ଡା, କାର୍ତ୍ତିକ ଚନ୍ଦ୍ର ମହାନ୍ତି, ସୂର୍ଯ୍ୟ ନାରାୟଣ ମହାନ୍ତି, ପଞ୍ଚାନନ ଦାସ, ରବି ନାରାୟଣ ପାଢ଼ୀ, ବିଶ୍ୱଜିତ ଘୋଷ, କୈଳାସ ଚନ୍ଦ୍ର ମହାପାତ୍ର, କ୍ଷୀରୋଦ କୁମାର ମଲ୍ଲିକ, ଭବାନୀ ଶଙ୍କର ସେଠୀ, ଶ୍ୟାମ ସୁନ୍ଦର ମହାନ୍ତି, ସୁତୈର ସମିତି ସଭ୍ୟ ଗିରୀଶ ଚନ୍ଦ୍ର ଦଳାଇଙ୍କ ସମେତ ବହୁ ଟ୍ରକ୍ ମାଲିକ ସାମିଲ ହୋଇଥିଲେ। ଟ୍ରାଇକ୍ ମାନେ ଆମର ସବୁ ନୂଆ ନୂଆ ଗାଡ଼ି ଗୁଡ଼ା ସବୁ କାଟି ଦିଆଯାଇଛି, ଯାହାଦ୍ୱାରା ସେଗୁଡ଼ାଙ୍କର ବ୍ୟାଙ୍କ ଫାଇନାନ୍ସ ଅଛି। ଗୋଟେ ଗୋଟେ ଗାଡ଼ି 25 ଲକ୍ଷ 30 ଲକ୍ଷ ଦାମ, ତେଣୁ ସେ ଗାଡ଼ି ଗୁଡ଼ା ଆମେ ସୁଝିବୁ କେମିତି? ତାକୁ ନ ସୁଝି ପାରିଲେ ତ ଆମେ ପୁରା ରାସ୍ତାରେ ଭିକାରୀ ହେଇଯିବୁ। ହଁ, ଟେଣ୍ଡର କରିଛନ୍ତି ନା ନା, ଆମେ ସବୁଠୁ କମ୍ ରେଟ୍ରେ ପକେଇଛୁ। ଆମକୁ ଦିଆନି, ଆମକୁ ଖଣ୍ଡେ ଖଣ୍ଡେ ଗାଡ଼ି ମାତ୍ର ଦିଆହେଇଛି। ହଁ, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ରାଜସ୍ଥାନ ସେମାନେ 13ଟା ଗାଡ଼ି କହୁଛନ୍ତି ପାଇଛନ୍ତି ବୋଲି। ସେମାନେ ଆସୁଛନ୍ତି ଧମକ ଚମକ ଦେଉଛନ୍ତି ଯେ ଆମ ଗାଡ଼ି ଆମେ ପଶେଇବୁ, ଜବରଦସ୍ତ ପଶେଇବୁ। କାଲି ଏବଂ ଆଣିକି ସେମାନେ ଜବରଦସ୍ତ ପଶେଇଥିଲେ। ଆମ ଟ୍ରାନ୍ସପୋର୍ଟ ଭାଇ ଦିଟାକୁ ମାରି ଦେଇଥାନ୍ତେ କାଲି। ଯାହା ହଉ ଭାଗ୍ୟବଶ ସେମାନେ ବଞ୍ଚି ଯାଇଛନ୍ତି। ଖାଲି ହାତ ଗୋଡ଼ ଛିଡ଼ିଛି। ସେମାନେ ଡାକ୍ତରଖାନା ଯାଇକି ଟ୍ରିଟମେଣ୍ଟ କାଲି ହେଇଛନ୍ତି। ଇଞ୍ଜୋର୍ଡ ହେଇଛନ୍ତି, କୈଳାସ ମହାପାତ୍ର ଇଞ୍ଜୋର୍ଡ ହେଇଛନ୍ତି, ଆମର ଭବାନୀ ଶଙ୍କର ସେଠୀ ସିଏ ବି ହେଇଛନ୍ତି, ଇଞ୍ଜୋର୍ଡ ହେଇଛନ୍ତି। ବର୍ତ୍ତମାନ ଆମର ଏଠି ଚାଲିଛି, ଆମ ଲୋକାଲ ବାଲାଙ୍କ ଗାଡ଼ି ଚାଲିଛି
61 गाड़ी चली किंतु आमको गाड़ी मिली मात्र 19टा गाड़ी तेणु आमर डिमांड अच्छे आमको आउ 22टा गाड़ी दि जाऊ 28टा गाड़ी डिमांड था 28टा गाड़ी से 6टा गाड़ी आमको देइचंती आमर आउ डिमांड अच्छी 22टा गाड़ी आमको दे दिया जाऊ पूर्व ये गत थर ये आम गाड़ी लोकाल गाड़ी सब काटी देते काटिदेवा पर आम मैंने स्ट्राइक बसलु कलेक्टर पाखे आम दुख जनइलु नेता जनइलु जनला से 40टा गाड़ी देते तापर से बाहर राज्य गाड़ी नहीं चले बहुत भयभीत अच्छु काल तुम चापी देते से आमको मार देते ये घटे प्लांट आगे दिन 2:30 3टा बेले हाँ एफआईआर देचु आम मैंने भयभीत होगी से गाड़ी चलने आसुँच ना आमको मारे बर्तमान आम चाहूँ गाड़ी केटू कड़ा जाऊ जे गाड़ी पचिजे 5टा गाड़ी बाहर कर दि जाऊ बाहर कर आम गाड़ी लोकाल गाड़ी मान गाड़ी नि जाऊ आमर ईएमआई भी दे पारिबा एवं सुरखुर प्लांट चलू एटा जते थर टेंडर हुए एमान कर गोटे बदमाशी बाहर 5 वर्ष को जो बाहर टेंडर बाहर एमान गोटे बदमाशी कर गोटे भल पॉलिसी से कर रिक्वायरमेंट थी 70टा गाड़ी एमान टेंडर डाकिबे 40टा 30टा को एमान पैसा पत्र नहीं कि ये सब भितरिया सब पुरांती ये सब इंडियन ऑयल सब थर एटा चले एथर एमान 22टा टेंडर पड़ी लोकाल गाड़ी 24 मसीहार गाड़ी 23 मसीहार गाड़ी आपन कहतु 5 वर्ष कौन गाड़ी ये सरी जाउची कि तार लंगजिविटीटा तेणुक 15 वर्ष सरकार नियम 15 वर्ष किंतु एमान करचंती कोन ना से 24 मसीहा गाड़ी को भी एमान अलाउ करना बाहर राजस्थान रू गाड़ी आनी से भी पुणी कौन ना विष्णु लेखा अच्छी अच्छा से काली आसिले गाड़ी जबरदस्ती आमर रेमुणार विधायक सदर विधायक एमान स्ट्रिक्टली मना कले जिलापाल को एवं एसपी को जे आम जिते पर्यंत जिलापाल डीजीएम आसिक मीटिंग बैठक नहीं समाधान न होती से पर्यंत आप गाड़ी भितर ने ना ता सत्वे से खाली जबरदस्ती 5टा गाड़ी पूरे देले आम 2टी मालिक ये आम लोकाल मालिक 2 जन को इंजर्ड कर बाबद थाना इंडस्ट्रियल थाना भी एफआईआर पड़ी तेणुक आम जिते पर्यंत ये लोकाल ट्रक मालिक एसोसिएशन तरफ पड़ी टेंडर गाड़ी फैसला न हो 22टा गाड़ी से पर्यंत ये प्लांट बंद रही धमकपूर्ण से जी मालिक आसछंती से कहले जे मु लॉरेंस बिश्नोई रो लोक मु तेणुक तुमको बेस समय लगे ये आमको सामना करने आम से एनसीपी नेता को मारिचु आ सलमान खान को भी धमक दिखाई तुम जानी तेणुक यही हिसाब से धमक चमक देले आसिक ता सत्वे मैंने एफआईआर देइचंती सरकार प्रशासन तार कौन पदक्षेप नौचंती आगामी दिन तार समय कहबो तांकर टेंडर रे हमरो लोकल जो भाई माने टेंडर पार्टिसिपेट करथिले तांकर गाड़ी चली तापर एक्स्ट्रा गाड़ी कौन दरकार से कौन टेंडर होता टेंडर एमाने भी वेट करते बाहर टेंडर कौन जड़े पाई केते कौन गाड़ी रे एमानेकर कहिबार माने लोकल पिला माने जे आमे जो गाड़ी गुड़ा जेतोले प्लांट रे अधिका गाड़ी दरकार पड़े टेंडर रो बाहर जेतोले तांकर रिक्वायरमेंट पड़े एमाने एक्स्ट्रा गाड़ी समस्त खंडे दी खंड रखिचंती एमाने भी प्लांट को दियंती जेहेतु प्लांट दरकार पड़े सडन दरकार पड़ो गाड़ी कौटू से आने टेंडर बाहर भी गाड़ी मैंने देती गाड़ी भी अच्छी से एंट्री से आम तो जिते सुविधा सुविधा भी आम गाड़ी दे पार्छु तो आप बाहर आणिकी ट्रांसपोर्टर ये पूरे करवाटा ठीक नुहे तापर काली समस्या समाधान होनी 5 मिनिट भितर 5टा गाड़ी गेट पूरा खुला रही कौन चेकिंग ना ये ना गाड़ी की धड़ाधड़ पूरे देले भितर तांकर कहर माने आम गाड़ी जाऊँ पूरा प्रॉपर इनक्वारी जाऊँ किंतु गाड़ी खुला है आउ काली कुटी देकी 2टा आमर 2 जन को ये पकई देछि से गाड़ी बजे देछि एत स्पीड रो जाउछन जे गाड़ी ता पछ बाजी कौन सी गोड़ी पड़चंती हाथ पात छिड़ी एतला दिखाई मध्य थाना रे से माने चाहूँगी शांति श्रृंखला बेले प्लांट चालू कहीं फैक्ट्री चलले ये समस्त रोजी रोटीर कथा तेणु प्रशासन ए हस्तक्षेप करूँ बिश्नोई गैंग्र जे कहते सी तो धार्मिक लोक ताको ना को लेकिन एमाने जो ये बेपार करते आसती गुंडागर्दी करते से सब तो बालेश्वर शांति श्रृंखला जगह से भली एटी तो करई दिया जीवनी तेणु से कहवाटा अनुचित।